କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତରେ ସୃଷ୍ଟି ହେଲା ଜନସମୁଦ୍ର। କେନ୍ଦୁଝର ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଆଦିବାସୀ ବହୁଳ ଜିଲ୍ଲା। ଏହା ଏକ ରତ୍ନଗର୍ଭ ମାଟି ହୋଇଥିବା ବେଳେ ଅନେକ କଳାର ଗନ୍ତାଘର ରହିଛି। ପାରମ୍ପରିକ ସଂସ୍କୃତି ହେଉ କି ନାଚ ଗୀତ ହେଉ, ତା ସହିତ ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସବୁଠାରେ ଭରି ରହିଛି ଖେଳକୁଦର ସଂଗ୍ରାମୀ ରକ୍ତ। ଭିନ୍ନ ଭିନ୍ନ ଖେଳର ସମ୍ଭାର କେନ୍ଦୁଝରରେ ରହିଥିବା ବେଳେ କ୍ରୀଡ଼ାର ବିକାଶ ପାଇଁ ଜିଲ୍ଲାରେ ଭିତ୍ତିଭୂମି ଦୁର୍ବଳ ରହିଛି, ଯାହାଫଳରେ ବଣମଲ୍ଲୀ ବଣରେ ଫୁଟି ଝଡ଼ିଯିବା ପରି କ୍ରୀଡ଼ା ଘରକୋଣରେ ଲୁଚି ରହିଯାଉଛି। ଅନେକ ପ୍ରତିଭା ରହିଥିଲେ ମଧ୍ୟ ନିଜ କ୍ରୀଡ଼ାକୁ ଜାତୀୟ ସ୍ତରକୁ ନେବା ପାଇଁ ସୁଯୋଗ ପାଇପାରୁନାହାନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଖେଳର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଙ୍କିଠାରେ ପ୍ରସ୍ତାବିତ ଥିବା ଷ୍ଟାଡିୟମ ଭିତ୍ତିଭୂମି ଗସ୍ତ କରିଥିଲେ। ପ୍ରସ୍ତାବିତ ଷ୍ଟାଡିୟମ ରାଙ୍କି ପରିଭ୍ରମଣ କରିବା ପରେ ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା। କ୍ରୀଡ଼ାମନ୍ତ୍ରୀ ଆସିବାର ଯୋଜନା ରହିଥିବା ଯୋଗୁଁ ମଇଦାନକେଲରେ ପ୍ରବଳ ଜନଗହଳିର ସୁଅ ଛୁଟିଥିଲା। ପ୍ରିୟ କ୍ରୀଡ଼ାମନ୍ତ୍ରୀଙ୍କୁ ଦେଖିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ଅଞ୍ଚଳବାସୀ। ମଇଦାନକେଲ ଗ୍ରାମ ପଞ୍ଚାୟତ ସମ୍ମୁଖରେ ଜନସମୁଦ୍ରର ପରିବେଶ। ବିଶେଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପ୍ରବଳ ଭିଡ଼। ନିଜର ୟୁନିଫର୍ମ ଶାଢ଼ୀ ପିନ୍ଧି ଶୃଙ୍ଖଳାର ସହିତ ଧାଡ଼ି ବାନ୍ଧି ଛିଡ଼ା ହୋଇ କ୍ରୀଡ଼ାମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କ୍ରୀଡ଼ାମନ୍ତ୍ରୀଙ୍କୁ ଦେଖିବା ପାଇଁ ଏଠାରେ ଏକ ବିଶାଳ ଜନସମୁଦ୍ର ସୃଷ୍ଟି ହୋଇଥିବା ବେଳେ ଲୋକମାନଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଆଞ୍ଚଳିକ ଲୋକମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ଖୁବ୍ ଖୁସି ଅନୁଭବ କରିଥିଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଖୁସିରେ ବିଭୋର ହୋଇ ଘଡ଼ିଏ ଲୋକମାନଙ୍କ ସଂସ୍ପର୍ଶରେ ଆସି କ୍ରୀଡ଼ାମନ୍ତ୍ରୀ ନିଜକୁ ଗର୍ବିତ ମନେ କରିଥିଲେ। ରୁଣ୍ଡୀଭୂତ ହୋଇଥିବା ଜନସାଧାରଣଙ୍କ ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭାରେ ମାନନୀୟ କ୍ରୀଡ଼ାମନ୍ତ୍ରୀ ଉପସ୍ଥିତ ଥିବା ପ୍ରତ୍ୟେକ ନାଗରିକମାନଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟତା ହେବା ପାଇଁ ଅନୁରୋଧ କରିଥିଲେ। କାହିଁକି ଭାରତୀୟ ଜନତା ପାର୍ଟିର ସଦସ୍ୟତା ହେବେ, ତାହା ପୁଙ୍ଖାନୁପୁଙ୍ଖ ଭାବରେ ସଭାରେ ଉଦ୍ବୋଧନ ଦେଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସଦସ୍ୟତା ହେଲେ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସୁନ୍ଦର ରାଷ୍ଟ୍ର ତିଆରି କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। କ୍ରୀଡ଼ାମନ୍ତ୍ରୀଙ୍କ ମଇଦାନକେଲ ଗସ୍ତରେ ପ୍ରବଳ ଜନଗହଳି ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବେ ନ୍ୟୁଜ୍।